ମୂର୍ଖ ମଣିଷ ଭକ୍ତି ବା ଆସ୍ଥା ଆଳରେ ପଥର ମୂର୍ତ୍ତିକୁ ହାର ପିନ୍ଧାଇଥାଏ। ଆଉ ମଧ୍ୟ ଦେଖିଥିବେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଅପରାଧୀ ନେତା ବେକରେ ମଧ୍ୟ ହାର ପକାଇଥାଏ। ଆଉ ମଧ୍ୟ ଦେଖିଥିବେ ନିଜେ ଆଶୀର୍ବାଦ ଆଶାରେ କୌଣସି ଭଣ୍ଡ ବାବା ମାତା ସାଧୁ ସନ୍ଥ ତାଙ୍କ ବେକରେ ମଧ୍ୟ ହାର ପିନ୍ଧାଇଥାଏ। କିନ୍ତୁ ପ୍ରଶ୍ନ ଉଠୁଛି ଏଇ ଯେଉଁ ହାରଟା ପ୍ରକୃତରେ ହାର ନା ହାର? ହାର ମାନେ ହାରିଯିବା, ହାର ମାନିଯିବା, ସରେଣ୍ଡର କରିଯିବା, ଡିଫିଟ୍ ସ୍ୱୀକାର କରିବା। ପ୍ରକୃତରେ କ'ଣ? ଚିନ୍ତା କରନ୍ତୁ। କାହିଁକି ନା ହାରଟା ଉଦ୍ଦିଷ୍ଟ ଗୁରୁଜନମାନଙ୍କ ପାଇଁ, ସଜ୍ଜନ ପାଇଁ, ପିତାମାତାଙ୍କ ପାଇଁ। କିନ୍ତୁ ଏଇ ଯେଉଁ ବ୍ୟକ୍ତିମାନଙ୍କ କଥା କୁହାଗଲା ଏମାନଙ୍କ ଆଗରେ ହାର ଦିଆଯାଉଛି ନା ହାର ସ୍ୱୀକାର କରାଯାଉଛି? ଆପଣଙ୍କ ମତ ଅପେକ୍ଷାରେ। ଥ୍ୟାଙ୍କ ୟୁ ଭେରି ମଚ୍।